ମୁଁ ମୋ ଜୀବନର ଗୋଟେ ଅଭୁଲା କାହାଣୀ କହୁଛି। ନିରାଟ ସତ୍ୟ, ଏବେ ବି ଜୀବିତ, ଏବେ ବି ମନରେ ଆନ୍ଦୋଳିତ କରୁଛି ସେ କଥା ଶୁଣିକି। 1987 ମସିହାରୁ 2000 ମସିହା ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ମୋର ସମ୍ପର୍କ ରହିଥିଲା। ଏମିତି ଦିନେ ଦିନେ ମଝିରେ ମୁଁ ଯାଏ ସେ ଜାଗାକୁ, କିନ୍ତୁ ତାଙ୍କର ଦେଖା ପାଏନି। ହଠାତ୍ ଦିନ ଦେଖାଗଲି, ମୁଁ କହିଲି, ଭାଉଜ ଆପଣ ଏଠି? ସେ ସାଙ୍ଗେ ସାଙ୍ଗେ କାନ୍ଦି ପକେଇଲେ। ମୋତେ ଦେଖିଲେ, ତମେ ବାଲିଆ, ଆଜିକି 10-20 ବର୍ଷ ତଳେ ଆମେ ଆସିଥିଲେ, ମିଶିଥିଲେ, ଦେଖା ହେଇଥିଲେ, ଆଉ ତାପରେ ନାହିଁ। ଦିଅର ମାନେ, ଭଉଣୀ ମାନେ ଯିଏ ଯୁଆଡ଼େ ଥିଲେ, କାହା ସାଥିରେ ମୋର ସମ୍ପର୍କ ବି ନାହିଁ। ବୋଇଲେ ତୁମେ କେମିତି ଆସିଥିଲ, କୁଆଡ଼େ ଆସିଥିଲ? ମୁଁ କହିଲି, ନାହିଁ ଭାଉଜ, ଏମିତି ଗୋଟେ କାମରେ ଆସିଥିଲି। ଆପଣଙ୍କ ହାତରେ କ'ଣ କାଚ ନାହିଁ ଭାଉଜ? ସାଙ୍ଗେ ସାଙ୍ଗେ ଭାଉଜ କାନ୍ଦି ପକେଇଥିଲେ, ଦୁଃଖ କାହାଣୀ ମୋତେ ଗପିଥିଲେ ବସିକି। ତାଙ୍କ ଘରେ ପଡ଼ିଥିବା ସେ ପୁରୁଣା ଆଜବେଷ୍ଟ ଘର, ଛୋଟ ଭଙ୍ଗା ଟେବୁଲ, ଗୋଟିଏ ଛୋଟ କିଚେନ୍ ରୁମ୍ଟିଏ ଯେଉଁ ଦେଖିଥିଲି ସେଇ 1987 ମସିହାରେ ଯେଉଁ ଥିଲା, ସେଥିରୁ କିଛି ଥିଲା, ଆଉ କିଛି ବାସନ ବଦଳି ଯାଇଥିଲା। ମୋତେ ତା ଦୁଃଖ କାହାଣୀ କଲି। ମୁଁ କହିଲି, ପୁଅମାନେ ତ ଆମେରିକା, ଜାପାନ, ଜର୍ମାନ ସବୁ ଥିଲେ। ସେ 2 ପୁଅ ତୁମର, ଆଉ ସେମାନେ କ'ଣ କୁଆଡ଼େ କେମିତି କ'ଣ କଲେ? ନା ବୋଲିଆ, ଦେଖ, ପୁଅମାନେ ବିଦେଶରେ ରହୁଛନ୍ତି। ସେମାନେ ଯେତେବେଳେ ଭୁବନେଶ୍ୱର ଆସି ଏୟାରପୋର୍ଟରେ ପହଞ୍ଚନ୍ତି, ଏଠିକି ଆସିବା ପାଇଁ ଆମ ଘରକୁ, ମୋତେ ଲାଗେ ଟିକେ ଡର ଲାଗେ। ପିଲାମାନେ ଏତେ ରାତିରେ ଫେରନ୍ତି କରନ୍ତି। ଆମେ ସେଇଠି ସ୍ୱାମୀ ସ୍ତ୍ରୀ ତମ ଭାଇନା ମୋର ଭାବିଲୁ ଗୋଟେ ଆପାର୍ଟମେଣ୍ଟ କିଣିବୁ ଭୁବନେଶ୍ୱରରେ। ଆମେ ଭୁବନେଶ୍ୱରରେ ଗୋଟେ ଆପାର୍ଟମେଣ୍ଟ କିଣିଥିଲୁ 70 ଲକ୍ଷ ଦେଇକି। ସେଇଠି ଆମେ ରହୁଥିଲୁ। ଭାଇନାଙ୍କର ପାରାଲିସିସ୍ ହେଇଗଲା। ଭାଇନାଙ୍କର ଯେତେବେଳେ ପାରାଲିସିସ୍ ହେଇଗଲା, ମୋତେ ସବୁ କାମ କରିବାକୁ ବହୁତ କଷ୍ଟ ଲାଗିଲା। ଅଙ୍ଗ ପ୍ରତ୍ୟଙ୍ଗ ସବୁ ପାରାଲିସିସ୍ ହେଇଗଲା, ହାତ ଗୋଡ଼ ସବୁ। କେବଳ ୟୁରିନ୍ ପରିସ୍ରା ଯିବେ, ଲାଟ୍ରିନ୍ ଯାଆନ୍ତି, ମାନେ ଲାଟ୍ରିନ୍ ହୁଏ, ପରିସ୍ରା ହୁଏ, ଆଉ ଖାଇନ୍ତି ଟିକେ ଟିକେ। ଖାଇବା ବି ହେଇପାରେନି, ତାଙ୍କୁ ଚାମଚରେ ଖାଇବାକୁ ଦିଆଯାଏ। ଏତେ ଜଞ୍ଜାଳ ଭିତରେ ବାଲିଆ, ବିଶ୍ୱାସ କରିବନି, ମୁଁ ତାଙ୍କୁ ଚାମଚରେ ଦେଇ ଗୋଟେ ଘର ବାଲି କିଣି ରଖିଲି। ତାକୁ ମାସକୁ 8,000 ଟଙ୍କା ଦେଇକି ରଖିଥିଲି। ଆଉ ଗୋଟେ ପିଲା ରୋଷେଇ କରିବାକୁ ଆସିଥିଲା, ସେ ରୋଷେଇ ବି କରୁଥିଲା। ସେମିତି ଚାଲିଲା ଆମର 5-7 ବର୍ଷ ଚାଲିଲା। ଭାଇନା ସେମିତି ଶୋଇଥାନ୍ତି ବେଡ୍ ଏଠି ନେଇକି, ମୁଁ ସେମିତି ଥାଏ। ତମର ତ ଫୋନ୍ ନମ୍ବର ନଥିଲା ବାଲିଆ, ମୁଁ ତମକୁ ଫୋନ୍ରେ କଣ୍ଟାକ୍ଟ କରିପାରିଲିନି। ମୁଁ ସେଠୁ କହିଲି, ନାହିଁ, ମୋତେ ମଝିରେ ଜଣେ କହିଥିଲା ଆପଣ ଭୁବନେଶ୍ୱରରେ ରହୁଛନ୍ତି ବୋଲି। କ'ଣ କହିଲେ ମୁଁ ବୁଝିପାରିଲି ନଥିଲି। ତାପରେ ଭାଉଜ ମୋତେ କହିଲେ ନାହିଁ। ତାପରେ ଆମେ ପାରାଲିସିସ୍ ହେଲା ପରେ ମୁଁ ସବୁବେଳେ ଭାଇନାକୁ ଦେଖେ, ଭାଇନା ଖାଲି ମୁହଁ ଏପଟ ସେପଟ କରନ୍ତି। ତ ଚାମଚରେ ଖାଦ୍ୟ, ସେଇ ଯେଉଁ ଘର ବାଲି ରଖିଥିଲି, ସେ ତାକୁ ଖାଇବାକୁ ଚାମଚରେ ଦିଅନ୍ତି, ତାଙ୍କୁ ମଳ ନେଇ ପକାନ୍ତି, ପରିସ୍ରା ନେଇ ପକାନ୍ତି, ସବୁ ସେ କାମ କରେ। ତେଣୁ ମୁଁ 2 ଦିନ 3 ଦିନ ପରେ ମୁଁ ସବୁବେଳେ ଟିକେ ଟିକେ ଦେଖେ ଯାଇକି। ମୋତେ ଅନାତି ଦେଖେଇକି ଏମିତି ଟିକେ ଅନେଇବେ, ତାପରେ ବନ୍ଦ କରିଦେବେ। ତାପରେ ମୁଁ ଯେତେବେଳେ ଦେଖିଲି ଆଉ ମୋତେ ଅନଉନାହାନ୍ତି, ମୁଁ ସେଠୁ ପଚାରିଲି, ତମେ ଅନଉ କେମିତି ଖାଉଛ କ'ଣ? ଦେଖିଲା ବେଳକୁ ମୁଁ ନର୍ଭସ୍ ହେଇଗଲି। ସାଙ୍ଗେ ସାଙ୍ଗେ ଡକ୍ଟରଙ୍କୁ ଫୋନ୍ କଲି। ଡକ୍ଟର ଆସିଲେ, ଦେଖିଲେ, କହିଲେ ଆଉ ଇଏ ଏକ୍ସପାୟାର୍ଡ କରିଯାଇଛନ୍ତି। କାଲିଠୁ ସେ ଏକ୍ସପାୟାର୍ଡ କରିଗଲେଣି। ମୁଁ ଆଶ୍ଚର୍ଯ୍ୟ ହେଇଗଲି, ଛାତି ଫାଟିଗଲା। କ'ଣ କରିବି, କ'ଣ କେମିତି କରିବି, ନିରୂପା ହେଇଗଲି। ତାପରେ ମୁଁ ସାଙ୍ଗେ ସାଙ୍ଗେ ମୋ ପୁଅମାନଙ୍କୁ ଫୋନ୍ କଲି। ପୁଅମାନେ ସେଠୁ ତାଙ୍କର ମତାମତ ଦେଲେ। ମତାମତ ଦେଲା ପରେ ସେମାନେ ଛୁଟି ଆପ୍ଲାଏ କରିବା ପାଇଁ, କିଏ କହିଲା ମୋତେ 8 ଦିନ ଲାଗିବ, କିଏ ମୋତେ କହିଲା 10-12 ଦିନ ଲାଗିବ ଯିବାକୁ, ଏମିତି ପରମିଶନ୍ ଆଣିକି ଆସିବା ପାଇଁ। ତେଣୁ ମୁଁ ସେଠୁ କ'ଣ କଲି, ସେଠି ଜଣେ ସୋସିଆଲ ୱାର୍କର ଥିଲା, ତାଙ୍କୁ କହିକି ମୁଁ ତାଙ୍କୁ ଯେଉଁ ବରଫ କଫିନ୍ ତାକୁ ରଖି ମୁଁ ସେମିତି ରାତି ଦିନ ନିଦେ 8 ଦିନ କାଳ, 10 ଦିନ କାଳ, 15 ଦିନ କାଳ ସେମିତି ଥାଏ ଜଗିକି। ସେମିତି ସେ ମରିକି ଥାନ୍ତି ଭାଇନା, ମୁଁ ଥାଏ। ତାପରେ ଗୋଟେ ପୁଅ ଆସିଲା 8 ଦିନ ପରେ, ସେତେବେଳକୁ 12 ଦିନ ହେଇଯାଇଥିଲା। ଆଉ ଗୋଟେ ପୁଅ ଆଇଲା 10 ଦିନ ପରେ, ତାକୁ ଏତେବେଳକୁ 14 ଦିନ 15 ଦିନ ହେଇଯାଇଥିଲା।
ସେଠୁ ନେଇକି ଆମେ ସ୍ୱର୍ଗଦ୍ୱାରରେ ଶବଦାହ କଲୁ। ଶବଦାହ କଲା ପରେ ସେମାନେ ତାଙ୍କର ଫେରିଗଲେ, ଯିଏ ଯୁଆଡ଼େ ମୁଁ ଫେରିଗଲି। ମୁଁ ଆସିକି ମାଲିଆ ଏଇଠିକି ପୁଣି ଆଜି ତମ ହାତରେ ଦେଖା ହେଇଗଲା। ବହୁତ ଦିନର ମନ କଥା କହିନଥିଲି କାହାକୁ, ଆଜି ଆଜି ତମକୁ କହୁଛି, କହିଦେଲି ଖୋଲିକି। ମୁଁ ସେଠୁ ଭାଉଜଙ୍କ କଥା ଶୁଣି କାନ୍ଦି ପକେଇଲି। ସେଇ ପୁରୁଣା ଘର ପୁଣି ଆସିଗଲା ଭାଉଜ। ସେଇ ସବୁ ଏଇ ସମୟ ପାଇଁ ଆମେ ଯେଉଁ ରାଜା ହେଇଥିଲେ ପୁଣି ଆଜି ଫକୀର ହେଇଗଲେ। କାହିଁକି ନା ଏଇ ସ୍ୱାସ୍ଥ୍ୟ ପାଇଁ ଭାଉଜ। ଆଜି ଭାଇନା ଯଦି ଥାନ୍ତେ ସ୍ୱାସ୍ଥ୍ୟ ଡାଇବେଟିସ୍ ନେଇ ସୁସ୍ଥ ଥାନ୍ତେ, ସେ ପୁଅଙ୍କର ସୁଖ ଶୋକ ସମୃଦ୍ଧି କେତେ କ'ଣ ଦେଖିଥାନ୍ତେ, କେତେ ଆନନ୍ଦରେ ସେ ଥାନ୍ତେ ଆଜି। ତେଣୁ ଭାଉଜ, ଏ ସବୁ ମାୟାର ଭଗବାନଙ୍କର ଖେଳ ଲୀଳା। ଯେ ତମକୁ ଆଜି ମୁଁ ପାଇକି ବହୁତ ଧନ୍ୟବାଦ କଲି। ମୁଁ ବହୁତ ଆଶା କରୁଛି ତମେ ବହୁତ ସହିଷ୍ଣୁତା ରହିଛି। ଏତିକି ମୋର ଅନୁରୋଧ। ଭଗବାନଙ୍କୁ ଭରସା କରିକି ତୁମେ ତୁମ ସଂସାର କାଟିଦିଅ। ଏଇସବୁ କାର୍ଯ୍ୟ ସରିଗଲା ପରେ, ବାପାଙ୍କର ସବୁ କାମ ସରିଗଲା ପରେ, ପୁଅମାନେ ତାଙ୍କ ଶସ୍ତ୍ରୀକୁ ସେମାନେ ନିଜ ଜାଗାକୁ ପୁଣି ଫେରିଗଲେ। କାରଣ ସେଠି ସେମାନେ ଅଲରେଡ଼ି ତାଙ୍କର ସେମାନେ କରିଦେଇଛନ୍ତି। ସେମାନେ ସିଟିଜେନସିପ୍ ବି ନେଇଯାଇଛନ୍ତି। ସେମାନେ ବାହାରେ ବିଦେଶରେ ସେମାନେ 2 ଜଣ ଯାକ ରହିଲେ। ମୁଁ ବା କ'ଣ ଏକଲା କରିବି ଏଠି? କାହା ସାଥିରେ କଷିବି, କାହା ସାଥିରେ ଗପିବି, କିଛି ନାହିଁ। 2ଟା ପୁଅ ହେଲା ବାଲିଆ, ତାଙ୍କ ମୁହଁ ଦେଖିପାରିଲିନି, ନା ବୋହୂମାନଙ୍କର ସୁଖ ଜାଣିପାରିଲିନି, କିଛି ଜାଣିପାରିଲିନି। ଭାଇ ତ ବ୍ୟାଙ୍କ ମ୍ୟାନେଜର ଥିଲେ। ଯଦି ବ୍ୟାଙ୍କ ମ୍ୟାନେଜର କେତେ ପରିବାର କେତେ ଖୁସିରେ ରୁହନ୍ତି, ସେତକ ମୋ ଜୀବନରେ ଅନୁଭବ ବି ହେଲା ନାହିଁ। ତେଣୁ ସେ ଘରକୁ ବିକି ଦେଇକି ମୁଁ ଆସିକି ଏଇ ଭଙ୍ଗା କୁଡ଼ିଆରେ ପୁଣି ବାଲିଆ ସେଇଠି ରହିଲି। ଆଉ କାହିଁକି ସେ ଘର ବନେଇବି, କାହା ପାଇଁ ବନେଇବି? ତେଣୁ ତୁମକୁ ଦେଖିଦେଇକି ମୋର ମନ କଥା ଆଜି ଖୋଲିକି ତୁମକୁ କହିଦେଲି। ଭାଉଜ, ତୁମେ ସୁଖରେ ରହ। ଭଗବାନ ତୁମକୁ ସହାୟ ହୁଅନ୍ତୁ। ଦୀର୍ଘ ଜୀବନ, ଅବଶିଷ୍ଟ ଜୀବନକୁ ତୁମର ସୁଖରେ କାଟି ଶାନ୍ତିରେ ରୁହ।